ଦେଖିବାକୁ ପାଇବେ। ମକର ରାଶିର ଏ ସପ୍ତାହର ସାପ୍ତାହିକ ରାଶିଫଳ ଆସନ୍ତୁ ଜାଣିବା। 8 ଜୁନରୁ 14 ଜୁନ 2026 ଏ ସପ୍ତାହ ଆପଣଙ୍କ ପାଇଁ କିଭଳି କଟିବ। ଏ ସପ୍ତାହ ଆପଣଙ୍କ ପାଇଁ ପରିଶ୍ରମ, ସ୍ଥିରତା ଆଉ ସଫଳତାର ସମୟ ରହିବ। ଆପଣଙ୍କର ଧୈର୍ଯ୍ୟ ସହିତ କାର୍ଯ୍ୟ କଲେ ଆପଣ ଦେଖିବେ ନିଶ୍ଚିତ ଭଲ ପରିଣାମ ମଧ୍ୟ ଆପଣଙ୍କୁ ମିଳିବ। ଏ ସପ୍ତାହ ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଉନ୍ନତିର ସୁଯୋଗ ମଧ୍ୟ ରହିଛି। ଆପଣଙ୍କର ଦକ୍ଷତା ଆଉ ପରିଶ୍ରମ ଆପଣଙ୍କର ସିନିୟର ଅଧିକାରୀମାନେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଏ ସପ୍ତାହରେ ଆର୍ଥିକ ଦିଗରେ ଆପଣଙ୍କର ସ୍ଥିରତା ମଧ୍ୟ ରହିବ ଆଉ ଅଟକି ଥିବା ଧନ ମଧ୍ୟ ଆପଣ ଏ ସପ୍ତାହ ଫେରି ପାଇପାରନ୍ତି। କିନ୍ତୁ ଅନାବଶ୍ୟକ ଖର୍ଚ୍ଚରୁ ଟିକେ ଦୂରରେ ରୁହନ୍ତୁ ଆଉ କାହାଠୁ ଋଣ ନେବା କିମ୍ବା ଦେବାରେ ଟିକେ ସାବଧାନ ରୁହନ୍ତୁ। ଆପଣଙ୍କର ପାରିବାରିକ ଜୀବନରେ ଏ ସପ୍ତାହ ଶାନ୍ତି ଆଉ ସମନ୍ୱୟ ରହିବ। ପରିବାରରେ ବଡ଼ମାନଙ୍କର ସହଯୋଗ ଏବଂ ଆଶୀର୍ବାଦ ମଧ୍ୟ ଆପଣଙ୍କୁ ମିଳିବ। ପ୍ରେମ ସମ୍ପର୍କରେ ଏ ସପ୍ତାହ ଧୀରେ ଧୀରେ ମଧୁରତା ମଧ୍ୟ ବଢ଼ିବ ଆଉ ସାଥୀଙ୍କ ସହିତ ଖୋଲାମେଲା କଥାବାର୍ତ୍ତା କଲେ ଆପଣଙ୍କର ସମ୍ପର୍କ ଆହୁରି ମଜବୁତ ହେବ। ଏ ସପ୍ତାହରେ ଛାତ୍ରଛାତ୍ରୀମାନେ ପାଠ ପଢ଼ାରେ ଭଲ ଫଳ ମଧ୍ୟ ପାଇବେ। ନିୟମିତ ପରିଶ୍ରମ ଆଉ ସମୟକୁ ସଠିକ ଯଦି ବ୍ୟବହାର କରିବେ ତାହେଲେ ସଫଳତା ଆସିବ। ସ୍ୱାସ୍ଥ୍ୟ ଏ ସପ୍ତାହ ଭଲ ରହିବ, କିନ୍ତୁ ଅଧିକ କାର୍ଯ୍ୟଚାପ ଟିକେ ନିଅନ୍ତୁ ନାହିଁ। ଆପଣ ଟିକେ ଯୋଗ ପ୍ରାଣାୟାମ କରନ୍ତୁ, ଆପଣଙ୍କ ପାଇଁ ଲାଭଦାୟକ ରହିବ। ଏ ସପ୍ତାହ କିନ୍ତୁ ଆପଣଙ୍କୁ ଟିକେ ଯାତ୍ରା କରିବା ସମୟରେ ଟିକେ ସାବଧାନ ରହିବାକୁ ପଡ଼ିବ। ଆପଣଙ୍କର କିନ୍ତୁ କାର୍ଯ୍ୟ ସମ୍ବନ୍ଧୀୟ ଯାତ୍ରାରୁ ଆପଣଙ୍କର ଲାଭ ସହିତ କିଛି ନୂଆ ଅନୁଭବ ମଧ୍ୟ ଆପଣଙ୍କୁ ମିଳିବ। ଯଦି ଆପଣ ବ୍ୟବସାୟ କରୁଛନ୍ତି, ଯଦି ବିଜନେସମ୍ୟାନ୍ ଅଛନ୍ତି, ତାହେଲେ ଆପଣଙ୍କର ଧୀରେ ଧୀରେ ଲାଭ ମିଳିବ। ଯଦି କିଛି ପୁରୁଣା ଯୋଜନା କରିଥିବେ ତାହେଲେ ସେଥିରୁ ସଫଳତା ପାଇବେ। ଏହା ସହିତ କିଛି ନୂଆ ଗ୍ରାହକ ମଧ୍ୟ ଆପଣଙ୍କୁ ମିଳିପାରନ୍ତି। ସପ୍ତାହ ଶେଷରେ ଆପଣଙ୍କ ମନରେ ସନ୍ତୋଷ, ଶାନ୍ତି ଆଉ ଆପଣ ସଫଳତା ମଧ୍ୟ ଅନୁଭୂତି କରିବେ। ଯଦି ଆପଣ ଏପର୍ଯ୍ୟନ୍ତ ଭିଡ଼ିଓଟି ଦେଖୁଛନ୍ତି ହେଲେ ଆମ ଭିଡ଼ିଓକୁ ଲାଇକ୍ କରିନାହାନ୍ତି, ଡେରି କାହିଁ କରୁଛନ୍ତି? ଆପଣଙ୍କୁ ଗୋଟେ ସେକେଣ୍ଡ ଲାଗିବନି, ଆପଣ ଜାଣିଛନ୍ତି। ବାସ୍ ଭିଡ଼ିଓ କ୍ଲିକ୍ କରିବେ, ଭିଡ଼ିଓଟି ଲାଇକ୍ ହେଇଯିବ ଆଉ ଆପଣଙ୍କର ସେ ଗୋଟିଏ ଲାଇକ୍ ଆମ ପାଇଁ ଆମ ଉତ୍ସାହ ପ୍ରେରଣା ବଢ଼େଇବ। ଏମିତି ସବୁବେଳେ ଆପଣମାନଙ୍କ ପାଇଁ ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ। ତାହେଲେ ଡେରି କରନ୍ତୁନି, ଗୋଟେ ଲାଇକ୍ଟେ କରିଦିଅନ୍ତୁ ଆଉ କମେଣ୍ଟରେ ଜୟ ଜଗନ୍ନାଥ ମଧ୍ୟ ଲେଖିବାକୁ ଭୁଲିବେନି। ତାହେଲେ ଚାଲନ୍ତୁ ଭିଡ଼ିଓ ଆଗକୁ ବଢ଼େଇବା। ଆପଣଙ୍କର ଏ ସପ୍ତାହରେ କେଉଁ ଦିନ ଆପଣଙ୍କ ପାଇଁ ଭଲ ଦିନ ରହିବ? ଯେମିତି ଶନିବାର, ବୁଧବାର, ଶୁକ୍ରବାର। ଏ ଦିନ ମାନେ ଆପଣଙ୍କ ପାଇଁ ଭଲ ରହିବ ଆଉ ଆପଣଙ୍କୁ ଟିକେ ମଙ୍ଗଳବାର ଏବଂ ରବିବାର ଦିନ ଟିକେ ସାବଧାନ ରହିବାକୁ ଦରକାର। ସପ୍ତାହକୁ ଆହୁରି ଭଲ କରିବା ପାଇଁ ଉପାୟ କ'ଣ କରିବେ? ଆପଣ ଯଦି ମାନେ ପ୍ରତିଦିନ ଆପଣଙ୍କ ଶନିଦେବଙ୍କୁ ଟିକେ ପ୍ରାର୍ଥନା କରନ୍ତୁ ଆଉ ଶନିବାର ଦିନ ଆପଣ ଟିକେ ଶନି ମନ୍ଦିର କିମ୍ବା ଘରେ ମାନେ ଶନିଙ୍କ ପାଖରେ ଟିକେ ତେଲ ଦାନ କରନ୍ତୁ ଆଉ ଅଧିକ ଚିନ୍ତା ଆଉ ନିରାଶରୁ ଟିକେ ଦୂରରେ ରୁହନ୍ତୁ। ବଡ଼ମାନଙ୍କ ସେବା କଲେ ଆପଣଙ୍କର ଭାଗ୍ୟ ଆପଣଙ୍କ ସାଥିରେ ରହିବ। ପ୍ରତିଦିନ କିଛି ସମୟ ଧ୍ୟାନ ଏବଂ ପ୍ରାଣାୟାମ ମଧ୍ୟ ଟିକେ କରନ୍ତୁ। ଆପଣଙ୍କ ପାଇଁ ଶୁଭ ରଙ୍ଗ ରହିବ ନୀଳ ଆଉ କଳା ରଙ୍ଗ ଆଉ ଶୁଭ ସଂଖ୍ୟା ହେଉଛି 8। ଆପଣ ଯଦି ପ୍ରଥମ ଥର ଆମ ୟୁଟ୍ୟୁବ୍ ଚ୍ୟାନେଲରେ ଭିଡ଼ିଓ ଦେଖୁଛନ୍ତି ତାହେଲେ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ ଆଉ ଯଦି ଫେସବୁକରେ ଆମ ଏ ଭିଡ଼ିଓ ଦେଖୁଛନ୍ତି ଟିକେ ଫଲୋ କରିବେ। କାହିଁକି ନା ଆପଣଙ୍କୁ ଏଥିରେ ପ୍ରତ୍ୟେକ ଦିନର ରାଶିଫଳ, ସାପ୍ତାହିକ ରାଶିଫଳ, ମାସିକ ରାଶିଫଳ, ବାର୍ଷିକ ରାଶିଫଳ, ଏହା ସହିତ ଆପଣଙ୍କୁ ଆଷ୍ଟ୍ରୋଲୋଜି ରିଲେଟେଡ୍ ବହୁତ ସାରା ଭିଡ଼ିଓ ଯାହାକି ଆପଣ ଆମ ୟୁଟ୍ୟୁବ୍ ଚ୍ୟାନେଲ ହଉ କିମ୍ବା ଆମ ଫେସବୁକ୍ ପେଜ୍ ହଉ ଆପଣ ଏଥିରେ ଦେଖିବାକୁ ମଧ୍ୟ ପାଇବେ।